ହ୍ୟାଲୋ। ହେଲା। ହଁ କିଏ ହ୍ୟାଲୋ, କହୁଥିଲେ? ସୁଧୀର କହୁଥିଲି। ଆପଣ କିଏ ଆଚ୍ଛା, ସାର୍? ସୁଧୀର ଦାସ କହୁଥିଲେ। ନାଇଁ, ମୁଁ ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆରୁ କହୁଥିଲି। ହଁ ସାର୍, ଗୋଟେ ନମସ୍କାର ସାର୍। କୁହନ୍ତୁ। ନମସ୍କାର। ନାଇଁ, ଆମର ଗୋଟେ ଆପଣଙ୍କର ଗୋଟେ ପେପର ବାହାରିଛି, ସେ ଦେଖୁଥିଲୁ, ସେ ଯୋଉ ଲାଲଟୁ ମିତ୍ରଙ୍କ ନାଁରେ ଗୋଟେ କଣ ବାହାରିଛି। ଆଜ୍ଞା ଆଜ୍ଞା, ତ କଣ ଘଟଣା କଣ ହେଇଛି? ଶୁଣନ୍ତୁ ସାର୍, ସେ ଯୋଉ ଲାଲଟୁ ମିତ୍ର ଅଛି ହୁଁ ହେଲା, ହୁଁ ସେ କ୍ରାନ୍ତି ଓଡିଶା କହିକି ଗୋଟେ ୱେବ ଚ୍ୟାନେଲ ଅଛି ବୋଧେ ଆପଣଙ୍କ କଟକରୁ ହେଲା। ହୁଁ ହୁଁ ହୁଁ। ଶୁଣନ୍ତୁ, ସେ କଣ କରୁଛି? କ୍ରାନ୍ତି ଓଡିଶା, ସେଟା ତ ଡେଲି ପେପରଟା ଯୋଉ। ହଁ ହଁ, ହଁ ତ ହଁ, ସାର୍ କୁହନ୍ତୁ। ତାର ସେ ଯୋଉ ଫେସବୁକ ରେ ଛାଡୁଛି ସାର୍, ହୁଁ ହୁଁ ସେଇଟା ନିୟମ କଣ ରହିଛି ସାର୍? ତାଙ୍କର ନିଜସ୍ୱ ଆଇଡିରୁ ଛାଡିବା କଥା କି ନାଇଁ? ହୁଁ 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 ସିଏ ସାର୍ କଣ କରୁଛି, ଗୋଟେ ଲୋଗୋ ଲଗେଇ ଦେଇକି ନିଜେ କହୁଛି, ନିଜେ କରୁଛି, ନିଜେ ତାର ଆଇପି ଆଡ୍ରେସ ଛାଡୁଛି, ତାର ନିଜ ଫେସବୁକ ରେ ଛାଡୁଛି। ହୁଁ 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 ସେଇଟା ତ ସାର୍ କୌଣସି ନିୟମରେ ନାହିଁ ନା। ହୁଁ 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 ଆମର କହିବା କଥା, ଅନ୍ୟ ୱେବ ବି ଅଛନ୍ତି ଆମର ଆଜିକାମପୁରରେ, ବୁଝିଲେ? ହୁଁ 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 ସମସ୍ତେ ତାଙ୍କର, ଆପଣ ନ୍ୟୁଜ ଦେବେ, ଆପଣଙ୍କର ଏଡିଟର ପାଖକୁ ଯିବ, ହୁଁ ଅଫିସକୁ ହୁଁ ଯିବ, ଏଡିଟ ହବ, ହୁଁ ହୁଁ ଭିଜୁଆଲ ଦେବେ, ତାପରେ ସେଠି ଭଏସ ଓଭର ଦିଆଯିବ, ତାପରେ ସେଟା ତାଙ୍କ ନିଜସ୍ୱ ଆଇପି ଆଡ୍ରେସ ରେ ପଡିବ। ହୁଁ 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 ହେଲା, ଇଏ ହୁଁ କଣ କରୁଛି? ସେ କ୍ରାନ୍ତି ଓଡିଶାର ଗୋଟେ ଲୋଗୋ ଲଗେଇ ଦେଇକରି ମାଣିକ କଟକ ଫଟକ କଣ କଣ ଲେଖିକିରି ତାର ମନ ଇଚ୍ଛା ସିଏ ଯାହା କହିଲା ସେଇଟା, କୌଣସି କାଉଣ୍ଟର ବାଇଟ ନଉନି, କିଛି ନଉନି, ହୁଁ କୌଣସି ହୁଁ ପ୍ରକାର ଇଏ ନାହିଁ। ତାର ମନ ଇଚ୍ଛା ଚଲେଇଛି ଆଜ୍ଞା। ସେଇଟା କେମିତି ଗୋଟେ ନ୍ୟୁଜ ଚ୍ୟାନେଲରେ ବିଭ୍ରାନ୍ତ କରୁଛି ନା, ଆମକୁ ଅସୁବିଧା ହଉଛି। ଲୋକ ଆଚ୍ଛା। ଭାବୁଛନ୍ତି ଯେ ଦିସ୍ ଇଜ ଦ ରିଏଲ ନ୍ୟୁଜ। ନାଇଁ, ଆପଣ ତ ଯୋଉଟା ପେପର ବାହାର କରିଛନ୍ତି, ଆଜ୍ଞା, ସେ ସବୁ ତ ଏ ବିଷୟରେ ଉଲ୍ଲେଖ ହେଇନି। ଉଲ୍ଲେଖ ହେଇଛି ଯେ କଣ ଗୋଟେ ମଦ ପିଇକି କୋଉଠି କଣ ଧକାଧକି। ସେଇଟା ସାର୍, ସେଇଟା ପର୍ସନାଲି ତାଙ୍କର, ସେ ଗୋଟେ ଏକ୍ସ କାଉନସିଲର ସାଙ୍ଗେ ସେଇଠି ଝଗଡା ହେଇଛି। ଆମେ ବି ଦେଇଛୁ ସାର୍ ସେଇଟା, ଆମେ ଦେଖିକି ଦେଇଛୁ, ଡିଆଇପିଆର ଡାଇରେକ୍ଟରଙ୍କୁ ବି ଦେଇଛୁ। ନାଇଁ ନାଇଁ, ମୁଁ ଏଇ ଯୋଉଟା ଦେଖୁଥିଲି, ସେ ଯୋଉ ପେପର ବାହାରିଛି, ସେଇଟା ଗୋଟେ ଆମର ଯେତେବେଳେ ସଂଗଠନକୁ କମ୍ପ୍ଲେନ ଆସିଲା ତ ହଁ ଲେଖିଲେ, ତ ସେଇଟା ଆମେ ଜାଣିନଥିଲୁ ଏମିତି ଲାଲଟୁ ମିତ୍ରା ନିଜେ ଲୋଗୋ ଲଗଉଛନ୍ତି। ତାପରେ ହଁ ଆପଣ କ୍ରାନ୍ତି ଓଡିଶାରେ ଯଦି ସିଏ କରୁଛି, ତ ଆପଣ ଜାଣିଥିବେ ମାନେ ଯଦି ପୁରୁଣା ଦୀର୍ଘ ଦିନ ସାମ୍ବାଦିକ କରୁଥିବେ, ତ ଆପଣ କ୍ରାନ୍ତି ଓଡିଶାକୁ କଣ୍ଟାକ୍ଟ କରିଥିଲେ କେବେ? ହଁ ସାର୍, ତାଙ୍କ ମାଲିକକୁ ବି ଆମେ ଚିଠି କରିଥିଲୁ ଯେ ହଁ, ଆପଣ କଣ ତାଙ୍କୁ ରିପ୍ଲାଏ କୁହନ୍ତୁ। ଆସିଲା? ହଁ, ହଁ, ସେ କିଛି ରିପ୍ଲାଏ ଦଉନାହାନ୍ତି ତ ସାର୍। ସେଇଟା ତାଙ୍କ ନାଁରେ ହିଁ କରିବାର ଥିଲା। ମୋ କହିବା ହୁଁ, କଥା ଶୁଣନ୍ତୁ, ଯଦି ଗୋଟେ ଚ୍ୟାନେଲ କୁ ଆପଣ ଇନଫରମେସନ ଦଉଛନ୍ତି ଏବଂ ହଁ ଚ୍ୟାନେଲ ର ବୁମ୍ ରଖିକି ଗୋଟେ ଲୋକ ୟୁଜ କରୁଛି, ତ ତା ହଁ ମାନେ ଚ୍ୟାନେଲ ର ମାଲିକ ତାକୁ ସହମତି ଜଣେଇଛି, ଯେହେତୁ ସିଏ ହଁ କରୁଛି। ହଁ ହଁ, ତ ନାଇଁ ନାଇଁ, ତେଣୁକରି ସେ ତ ମାଲିକ, ଅଛି। ହଁ, ସେଇଟା ଆପଣ କ୍ରାନ୍ତି ଓଡିଶା ବିରୁଦ୍ଧରେ କରିବାର ଥିଲା କି କୋଉଟା ବାକି ସାର୍? ଯୋଉଟା ଯୋଉଟା ସେ ଲାଲଟୁ ମିତ୍ର କରୁଛି କି ତା ପର୍ସନାଲ ଫେସବୁକ ରେ ସେଇଟା କୋଉଟା କଣ। ଆମେ ଅଲଗା ଦେଇଛୁ ସାର୍, ସେଇଟା ଅଲଗା ଆମେ ଲେଖିକି ଦେଇଛୁ, ସେଇଟା ହୁଁ ଅଲଗା ଦେଇଛୁ। ସେଇଟା ଆ କୌଣସି ନ୍ୟୁଜରେ ଆମେ କରିନୁ। ଏଇ ନ୍ୟୁଜ ଟା ଅଲଗା ଜିନିଷ। ଏଇ ଯୋଉ ନ୍ୟୁଜ ଟା ମୁଁ ଦେଇଛି ଏବେ, ହଁ ସେଇଟା ତ ଜଣେ ଅଭିଯୋଗ କରିଛି, ଥାନାରେ କହିକି ଦେଇଛି ନା। ନା ନା, ଏଇ ସେଥିରେ ଯୋଉଟା ହଁ, ସେଇ ଏଇ ବିଷୟକୁ ମୁଁ କହୁଥିଲି, କିନ୍ତୁ ଆପଣ ଆର ବିଷୟ କହିଲେ, ସେଥିପାଇଁ ମୁଁ ଆର ବିଷୟରେ କଥା ନାଇଁ ନାଇଁ, ହଉଥିଲି। ହଁ, ମୁଁ କିନ୍ତୁ ଆପଣଙ୍କୁ ଭାବିଲି ବୋଧେ ସେ ବିଷୟରେ ନା ପଚାରୁଛନ୍ତି ନା କହିକି। ନାଇଁ, ଆଉ ଏଇ ଯୋଉଟା ଏଟା ସିଏ ପେପରଟା ବାହାରିଛି, ଶୁଣନ୍ତୁ, ହୁଁ ପେପରଟା ବାହାରିଛି, ମୁଁ ପଢୁଥିଲି କି ଲାଲଟୁ ମିତ୍ରା ହଉଛି ଯାଇକି ତାଙ୍କୁ କଣ ମଦ ପିଇକି କଣ ନ୍ୟୁଜ କରୁଥିଲେ, ସେ ଧକ୍କା ହଁ ଧକ୍କି ହଁ ମାରୁଥିଲେ ବୋଲି। ହଁ ହଁ ହଁ। ତ ସେ ମଦ ପିଇଥିଲେ ବୋଲି ତାଙ୍କର କିଛି ମେଡିକାଲ ଫେଡିକାଲ ସେ ଟେଷ୍ଟ ଫେଷ୍ଟ ପୁଲିସ ନେଇ କରେଇଲେ ନା କରେଇ ନାହାନ୍ତି? ସେଟା ସାର୍ ଶୁଣନ୍ତୁ, ସେଠି କଣ ହେଇଛି ମୁଁ କହିଦଉଛି କଣ ହେଇଥିଲା। ହଁ ସେଠି ବିଜେପି ବାଲା ଆସିଥିଲେ ଘେରାଉ କରିବା ପାଇଁ, ହଁ ହେଲା। ହଁ ସେଠି ଇଏ ବି ଥିଲେ, ମୁଁ ବି ଥିଲି, ସମସ୍ତେ ଥିଲେ, ହେଲା। ହୁଁ ସେଠି ତାଙ୍କ ଭିତରେ ସେ ଝଗଡା ଝାଣ୍ଟି ହେଲେ। ହୁଁ ସେଠି କଣ ହେଲେ, ସେ ତାଙ୍କର ଗଲା ବାହାରେ, ହୁଁ ସେ ପୁଣି ପାଟିତୁଣ୍ଡ ହେଲେ, କଣ ହେଲା। ପାଇଁ ଝଗଡା ହେଲା? ସେଇଟା ତ ସେ ଯାହା ଲେଖିଛି ସାର୍, ସେ ଯୋଉ କାଉନସିଲର, ଆଉ ଇଏ ବି ଗୋଟେ କାଉଣ୍ଟର ଦେଇଛି। ଆଚ୍ଛା, ଲାଲଟୁ ବି ତାର କାଉଣ୍ଟର ଦେଇଥିବ ହଁ, ଇଏରେ। ଓକେ। ହଁ ତ ତାଙ୍କ ଭିତରେ ଝଗଡା ହେଇଥିଲା ତା ହଁ ଭିତରେ, ହଁ ହଁ ହଁ, ତାଙ୍କ କିନ୍ତୁ ତାଙ୍କ ସେଇଟା ଭିତରେ। ପେପର ଆପଣ କାଢିଦେଲେ ନା କି ମଦ ପିଇଥିଲା ବୋଲି, ସେଇଟା ତ ଗୋଟେ ସିଏ ଗଣମାଧ୍ୟମକୁ ଯୋଉ ଶୁଣନ୍ତୁ। ଅଭିଯୋଗ କରିଛି ସାର୍, ଯୋଉ କାଉନସିଲର ଅଭିଯୋଗ କରିଛି, ସେଇଟା ତ ନା, ଲେଖା ହବ ସେଇଟା ନା। ସେଇଟା ତ ଠିକ, ଅଭିଯୋଗ କରିଦେଲା, କିନ୍ତୁ ହଁ ଆପଣ ଗୋଟେ, ଯେହେତୁ ଏଟା ଗୋଟେ ଆଗଧାଟର ଗଣମାଧ୍ୟମ ରହୁଛି, ପ୍ରମେୟ ଖବର କାଗଜ, ତ ହୁଁ ଏଭିଡେନ୍ସ ନଥିଲେ ମୁଁ ଯଦି କହିବି ପ୍ରଧାନମନ୍ତ୍ରୀ କି ମୁଁ କାଲି ସୁପାରି ଦଉଛି ମାରିବା ପାଇଁ, କି ମୁଖ୍ୟମନ୍ତ୍ରୀ କି ସୁପାରି ଦଉଛି ମୁଁ ମାରିବା ପାଇଁ, ଆପଣ ସେଟା ଲେଖିଦେବେ କି? ଅଭିଯୋଗ କରିକି କାହାକୁ ଗୋଟେ ଚିଠି ଆପଣଙ୍କୁ କରିଦେବି। ସାର୍, ସିଏ ଯାହା ଥାନାରେ ଅଭିଯୋଗ କରିବ, ଆମେ ସେଇଟା ଲେଖିବୁନି କି? ହୁଁ ହୁଁ ହୁଁ, ସେଇଟା ତ ସିଏ ସିଏ କହିଲା ତ ସେଇଟା ଜୀବନରେ ସିଏ ମାରିଦେବା କମ୍ପ୍ଲେନ ପାଇଁ କରିଛନ୍ତି। ଅଭିଯୋଗ, ସେଇଟା ପୋଲିସ ଇନକ୍ୱାରି କରିବ। ଯଦି ନାଇଁ, ଇନକ୍ୱାରିରେ ଶୁଣନ୍ତୁ ମୋ ନାହିଁ, କଥା, ଆମେ ପୁଣି ଲେଖିବୁ। ଭାଇ ଶୁଣନ୍ତୁ ମୋ ଭୁଲ କଥା, ଇନଫରମେସନ ଦେଲେ। ନା ଭାଇ ହଁ ଶୁଣନ୍ତୁ ମୋ କଥା, ସିଏ ବର୍ତ୍ତମାନ ଆମ ପାଖରେ ଅଭିଯୋଗ କରିଛି, ତାର ମାନ ସମ୍ମାନକୁ ଆପଣ ଖନନ କରିଛନ୍ତି ବୋଲି। ହୁଁ ତେଣୁକରି ସେ ପ୍ରମେୟ ପେପର ଖିଲାଫରେ ଏଗନେଷ୍ଟରେ କାର୍ଯ୍ୟାନୁଷ୍ଠାନ କହିଥିଲେ। ଆମେ ପ୍ରମେୟକୁ କଣ୍ଟାକ୍ଟ କରିଥିଲୁ, ତ ହଁ ସେମାନେ କହିଲେ କି ଆମର ପ୍ରଥମେ ରିପୋର୍ଟରଙ୍କୁ, ଯିଏ ଆପଣଙ୍କର ରହିଛନ୍ତି, ଯୋଉ ଲେଙ୍କା ବାବୁ ଯିଏ ରହିଛନ୍ତି ସେଠି,
ତାଙ୍କୁ ଆମେ କଣ୍ଟାକ୍ଟ କରିଥିଲୁ ତ ସିଏ ଆମକୁ କହିଲେ କି ଆପଣ ରିପୋର୍ଟରଙ୍କ ସହିତ ଆଗେ ପ୍ରଥମେ ଯୋଗାଯୋଗ କରନ୍ତୁ, ସେମାନେ କଣ ତଥ୍ୟ କଣ ରହିଛନ୍ତି ପ୍ରମାଣ କଲେକ୍ସନ କଲା ପରେ ଆପଣ ଆମକୁ ଜଣାଇବେ। ସେଇଟା ମୁଁ ଆପଣଙ୍କୁ ପଚାରିଲି କୌଣସି ମେଡିକାଲ ଟେଷ୍ଟ ତାଙ୍କର ହେଇଛି କି ସେ ମଦ ପିଇଥିଲେ ବୋଲି ଏମିତି? ନାଇଁ ସେଟା ଆମେ ସେଇଟା ଲେଖିନୁ, ସେ ଯାହା ଅଭିଯୋଗ କରିଛନ୍ତି କିନ୍ତୁ ଥାନାରେ। ସେମିତି ତ ଲେଖିବା କଥା ନଥିଲା ନା ଆଜ୍ଞା, ସିଏ ବି ଗୋଟେ ସାମ୍ବାଦିକ ତମ ଭଳି। ଆଉ ଯଦି ସାମ୍ବାଦିକ ଇନକ୍ୱାରି ହଉ ସେଦିନ ସେ ପିଇଥିଲେ କି ନାଇଁ ସେଟା ସିଏ ପୋଲିସ ସିଏ ଲେଟ ରେ କଣ ଇନକ୍ୱାରି ତ ଦବ। ହବ। ଶୁଣନ୍ତୁ ସିଏ ଆମେ ଇନକ୍ୱାରି ହଉ। ବର୍ତ୍ତମାନ ଆମେ ସେ ଯୋଉ କେସ୍ ଟାକୁ ସେ ଆମ ପାଖକୁ ଆସିଛି ସେଇଟା ଆମେ ବର୍ତ୍ତମାନ ସୁନ୍ଦରଗଡ଼ ଏସପି ଆଉ ନା ସରି ଆପଣଙ୍କ ରାଜଗଙ୍ଗପୁର ସେ ଏସପି କି କଲେକ୍ଟରକୁ ଆମେ ଫରୱାର୍ଡ କରିଦବୁ କି ନାଇଁ ତାଙ୍କର ମାନ ସମ୍ମାନ ଖନନ ହେଇଛି ବୋଲି ସେ କାହାର ମାନ ସାମ୍ବାଦିକ ସମ୍ମାନ ଖଣ୍ଡନ ହେଇଛି? ଲାଲଟୁ ମିତ୍ରଙ୍କର। ସିଏ ତ ସାର୍ ଭିଡିଓ ଅଛି ଆମ ପାଖରେ, ସିଏ କହୁଛି ସେଥିରେ ସେ ସେ ଗାଳି ଦାରୁ ତ ଦେଇଛି ପିଇଛି ସେ ଭିଡିଓଟା ମୋ ପାଖକୁ ବି ଆସିଛି। ହଁ ସେ ଯୋଉ ସେଥିରେ ସେ କାଉନସିଲର ତାକୁ କହୁଛି। ଗାଳି ଦଉଛି କି ତୁ ମଦ ପିଇଛୁ। କିନ୍ତୁ ହଁ କହିଦେଲେ ମୁଁ ଆପଣଙ୍କୁ କହିବି କି ଆପଣ ମଦ ସେଟା ପିଇଛନ୍ତି ସେ ବୁଝିବ ସେଥିରେ କଣ ସାର୍, ସେ ମାନିଛନ୍ତି? କାଉନସିଲର ବୁଝିବ, ସେ ଅଭିଯୋଗ କରିଛି ଆଜ୍ଞା ଥାନାରେ, ସେଟା ଥାନାରେ ବୁଝୁନାହାନ୍ତି ଅଭିଯୋଗ କାହିଁ ହିସାବରେ କଥାଟା। ଦବୁ। କାଉନସିଲର ହଁ କିଏ କଣ କହିଦବ, ଗଣମାଧ୍ୟମ ସେମିତି ଲେଖେନି। ଗଣମାଧ୍ୟମ ପ୍ରମାଣିତ ଆଧାରରେ ଲେଖେ। ଛୁଆ ଛୁଆ ସାର୍ କଥା ନୁହେଁ କି ଶୁଣନ୍ତୁ, ଆପଣ ଲେଖିଦେବେ। ଆପଣ ଜଣକୁ ଚୋର ସଜେଇ ଦେଲେ, ଆପଣ କାଲି ଜଣକୁ ମୋ ମଦୁଆ ବନେଇ ଦେଲେ। ନାଇଁ ସାର୍ ଶୁଣନ୍ତୁ, ହଁ କାଲି ଯଦି କୌଣସି ଲୋକ ଆମ ନାଁରେ ଅଭିଯୋଗ ହେଲା, ସେ ଅଭିଯୋଗ ଟା ଆମେ ଲେଖିବୁନି, ପ୍ରମାଣିତ ହେଇଛି କି ନାଇଁ ସେଟା କିଏ ଇନକ୍ୱାରି କରିବ? ପୋଲିସ କରିବ। ସେଇଟା ତ ଇନକ୍ୱାରି କରିବ ଯେ, ହଁ କିନ୍ତୁ ଶୁଣନ୍ତୁ ତାପରେ ମୋ ହଁ କଥା ଶୁଣନ୍ତୁ, କିନ୍ତୁ ହଁ ଆପଣ ଏଇ କ୍ୱେଶ୍ଚନ ସେଇ ଯୋଉ ପୋଲିସ କି ପଚାରିଛନ୍ତି କି ଆପଣ ତାକୁ ମାନେ ମେଡିକାଲ ଟେଷ୍ଟ କରେଇଛନ୍ତି କି ନାଇଁ ମଦ ପିଇଥିଲା ବୋଲି? କାହିଁକି ନା ଏଟା ହଉଛି ଗୋଟେ ନର୍ମାଲ ଲୋକ ନୁହେଁ ଆଜ୍ଞା, ଇଏ ଜଣେ ସାମ୍ବାଦିକ ବିରୁଦ୍ଧରେ ଆପଣ ଲେଖିଛନ୍ତି। ସାମ୍ବାଦିକ ବୁଝିପାରୁଛନ୍ତି, ବିରୁଦ୍ଧରେ ମୁଁ ନର୍ମାଲ ଲେଖିନି ଲୋକଙ୍କ ଆଜ୍ଞା, ବିରୁଦ୍ଧରେ ଶୁଣନ୍ତୁ ଯୋଉଟା ଗୋଟେ ଏଫଆଇଆର ହେଲା ସାମ୍ବାଦିକ ମୁଁ ଯେତେବେଳେ ତାକୁ ଲେଖିଛି। ମୋ କଥାଟା ଟିକେ ଶୁଣ ସୁଧୀର ଭାଇ, ହଁ ହଁ ଯେତେବେଳେ ଗୋଟେ ନର୍ମାଲ ଲୋକ ବିରୁଦ୍ଧରେ ଗୋଟେ ରେପ୍ କେସ୍ ବା ଅଭିଯୋଗ ଆସେ ହଁ ସେତେବେଳେ ତାକୁ ତୁରନ୍ତ ଆରେଷ୍ଟ କରାଯାଏ। ଗୋଟେ ସାମ୍ବାଦିକ ବିରୁଦ୍ଧରେ ଯେତେବେଳେ ଗୋଟେ ରେପ୍ କେସ୍ ଆସେ ସେତେବେଳେ ସର୍ବପ୍ରଥମେ ମହିଳାକୁ ଡାକ୍ତରୀ ମାଇନା କରାଯାଏ, ତାପରେ ଯାଇ ତାକୁ ରେପ୍ ଭିକ୍ଟିମରେ ଗଣାଯାଏ। ହଁ ତ ବୁଝିପାରିଲେ? ପୋଲିସ ସାର୍ କିନ୍ତୁ କରୁ କନଭର୍ସନ ନେଲେ ଆମେ ଭାଇ ତାକୁ ମୁଁ ବି କହିଲି ଲେଖିବୁ। ଟିକେ ଆଗରୁ, କିନ୍ତୁ ଆପଣ ତ ପେପର ଛାପିଦେଲେ ନା, ଆପଣ ତ କଣଟା ସାର୍ଟିଫିକେଟ ଛାପିଦେଲୁ? ଦେଇଦେଲେ କି ମଦ ପିଇଛି ବୋଲି ଲାଲଟୁ ମିତ୍ରା। କିଏ କହିଲି? ସିଏ ଅଭିଯୋଗ କରିଛନ୍ତି, ଲେଖା ହଉଛି। ଅଭିଯୋଗ କରିବାର ଆପଣ ଛାପିଦେବାର ଆଉ ଗଣମାଧ୍ୟମରେ ସାର୍ ତାହେଲେ କଣ ପେଜରେ ଲେଖିବି? ପାଇଯିବା। କଣ ଆପଣ ଲେଖିବି ମୁଁ? ଲେଖିଥାନ୍ତେ କି ଏମିତି ହଁ ଟାଇପ ଘଟଣା ହେଇଛି କି ତାଙ୍କ କତରୁ ପ୍ରମାଣ ଆଣିଥାନ୍ତେ କି ପୋଲିସ କି ଆପଣ ସେଇଟା ପଚାରିଥାନ୍ତେ। ପୋଲିସର ବୟାନ ଟା ଆପଣ ଯାହା ଦେଇଥାନ୍ତା ଲେଖିଥାନ୍ତେ ଷ୍ଟେଟମେଣ୍ଟ ଟା। ପୋଲିସ ସାର୍ କିନ୍ତୁ ଆମକୁ ବୟାନ ଦଉନି ନା, ଆମକୁ ତ ଏଠି ରେପ୍ କେସରେ ପୋଲିସ ପୋଲିସ ବୟାନ ବୟାନ ଦଉନି। ଦଉନି ତ ଆପଣ ନର୍ମାଲ ଲୋକଟାକୁ ଲେଖିଦେବେ କି ସାର୍ ଯାହା କରିଥା। ଅଭିଯୋଗ ହେଲା, ସିଏ କେମିତି? ଆଚ୍ଛା ସାର୍ ଶୁଣନ୍ତୁ ନା, ସିଏ ଆଜ୍ଞା କେମିତି ବିନା ଇଏରେ ସିଏ ମଦ ପିଇଛି କହିକି ଲେଖି ଦଉଛି? ନା ସେଟା କଣ ଆମକୁ ସେ ଦଉନାହାନ୍ତି କିଛି ମାନେ କଣଟା ଲେଖିଛି, ନାଇଁ ନାଇଁ, ଅଭିଯୋଗଟା ଦେଲେ ଆମେ ଦେଖିବୁ ନା। ସିଏ ଯେତେବେଳେ ଅନ୍ୟ ମାନଙ୍କୁ ଗୁଣ୍ଡା କହିଦଉଛି, ବିନା ପ୍ରମାଣରେ କେମିତି ଗୁଣ୍ଡା କହିଦେଲା, ଗୋଟେ ଚୋର କହିଦଉଛନ୍ତି, ଭାଇ ଗୋଟେ ଶୁଣନ୍ତୁ ମୁଁ କାହାକୁ ଗୋଟେ କଥା କହୁଛି, କହିଦଉଛନ୍ତି। ଭାଇ ହଁ ଶୁଣନ୍ତୁ କିଛି ହଁ ମାଇଣ୍ଡ କରିବେନି। ନାଇଁ ନା, ମାଇଣ୍ଡ ମୁଁ ମୁଁ ଗୋଟେ କରୁନି କଥା ସାର୍। ଶୁଣନ୍ତୁ, ସେ ଯେତେବେଳେ ଯାହା ବି କରୁଛି ସେ ନ୍ୟୁଜ ର ଆପଣ ଅଭିଯୋଗ କରିଛନ୍ତି କେବେ କି? ମାନେ ଏଇଟା ଯେମିତି କାଲି ଆମେ ଯୋଉ ସାର୍ ଭିଡିଓଟା ଲେଖି ଦେଖିଲୁ, ଶୁଣନ୍ତୁ ଶୁଣନ୍ତୁ ମୋ କଥା ଟିକେ ହଁ ଶୁଣିସାରନ୍ତୁ। ହୁଁ ସେ ଯୋଉ ଭିଡିଓରେ ଦେଖିଲୁ କାଉନସିଲର ନା ସେ କିଏ ଯିଏ ତାଙ୍କ ସହିତ ବଚେସା ହଉଛି ତାଙ୍କୁ ସେ ଧମକଉଛନ୍ତି, ହଁ ବୁଝିପାରୁଛ ନା? ଇଏ ଚୁପଚାପ ଛିଡା ହେଇଛନ୍ତି ଏବଂ ସେ ତାଙ୍କୁ ଧମକା ଧମକି କରୁଛି। ହଁ ତ ଗୋଟେ ଗଣମାଧ୍ୟମକୁ ପ୍ରଥମେ ଧମକେଇବାର ଆବଶ୍ୟକ ନଥିଲା। ଯଦି ବି ଇଏ ମଦ ପିଇ ଯାଇଥିଲେ କାଉନସିଲର ସର୍ବପ୍ରଥମେ ପୋଲିସ କି ଫୋନ କରିବାର ରାଇଟ୍ ଥିଲା, ରାଇଟ୍ 112 ନମ୍ବର ଥିଲା, ହଁ ବୁଝିପାରୁଛନ୍ତି? ତାହା ହଁ ନ କରିକି ପୋଲିସ ଷ୍ଟେସନରେ କମ୍ପ୍ଲେନ କଣ ଦେଇଛି ତାହା ନ କରିକି, ତାର ଚ୍ୟାନେଲକୁ ଅଭିଯୋଗ ନ ଜଣେଇକି, ସେ ଯୋଉ ଚ୍ୟାନେଲରେ କାମ କରୁଛି ତାକୁ ନ ଜଣେଇକି ଡାଇରେକ୍ଟ ଗୋଟେ ପ୍ରମେୟ ଭଳିଆ ଆଗଧାଡିର ଗୋଟେ ଗଣମାଧ୍ୟମରେ କାଢିଦବା ପେପରରେ, ମୁଁ କୌଣସି ଏଇଟା କଣ ତାଙ୍କର ସୂଚିତ ଚ୍ୟାନେଲ, ହଉଛି? ମୁଁ ତାର ଚ୍ୟାନେଲର ନାଁ ବି ଦେଇନି ସାର୍। ନା ନା ସେ ଚ୍ୟାନେଲ ନାଁ ଦେଇନାହାନ୍ତି ଯେ, ହୁଁ କିନ୍ତୁ ହଁ ଲାଲଟୁ ମିତ୍ର ଗୋଟେ ୱେବ ସାମ୍ବାଦିକ ଅଛି ନା, ଏଠି ସବୁ ୱେବ ବାଲା ବର୍ତ୍ତମାନ ଘେରି ଯାଉଛନ୍ତି ନା, ବୁଝିପାରିଲେ କଥାଟା? ବର୍ତ୍ତମାନ ସବୁ ୱେବ ବାଲା ବର୍ତ୍ତମାନ ଭୁବନେଶ୍ୱରରେ ହଁ ଆପଣଙ୍କ ନାଁରେ କମ୍ପ୍ଲେନ କରିବାକୁ ବାହାରିଲେଣି। ହଁ କରନ୍ତୁ ସାର୍, କରନ୍ତୁ, କିଛି ନା ନା ଅସୁବିଧା ଆପଣ କେମିତି ଏମିତି କାଢିବା କଥା ମୁଁ ନୁହେଁ। ସାର୍ ମୁଁ ଏଫଆଇଆର ମତେ କପି ସିଏ ପଠେଇଲା, ଆପଣଙ୍କ ନାଁରେ ମତେ ତାହେଲେ ସେ ଆମେ ଆପଣଙ୍କ ନାଁରେ ଗୋଟେ ମାନହାନି କେସ୍ ଆମେ ଦାୟର କରିଦଉଛୁ, ତାହେଲେ ହଁ ଆପ୍ରୁଭ ସାର୍ କରିଦଉଛୁ। କରନ୍ତୁ, କରନ୍ତୁ ଆଚ୍ଛା ସାର୍। ଠିକ ଅଛି, ମୁଁ କଲେକ୍ଟରଙ୍କୁ ଏଇଟା ଫରୱାର୍ଡ କରିଦଉଛି। ହଁ ସାର୍ ହଉ କରନ୍ତୁ, ହଉ ଆପଣ ଏଭିଡେନ୍ସ କରନ୍ତୁ। ନେଇକି ଦେବେ ସେଇଟା ଆଉ କଣ? ଓକେ ହଁ ମତେ ସେ ପଠେଇଛି ସାର୍, ହଉ ସେ ଠିକ ଯାହା ଅଛି, ଆପଣ ଅଭିଯୋଗ ସେଇଟା କରିଛି ମୁଁ ବାହାର କଲେକ୍ଟରଙ୍କ ପାଖରେ କରିଛି, ସେଇଟା କହିବେ। କୋର୍ଟରେ ଦେଖାଯିବ। ହଁ ସାର୍ କଲେକ୍ଟର କୋର୍ଟରେ ପାଖରେ ଦେଖିବ। କହିବେ ହଁ କି ହଁ ଆମେ ପ୍ରମାଣ ପାଇନଥିଲେ ସେ ଅଭିଯୋଗ କରିଥିଲେ, ଆପଣ ସେଇଟା କଲେକ୍ଟରଙ୍କୁ କହିବେ ଆଉ। ଆମେ ଲେଖିଛୁ, ଆମେ କୌଣସି ପ୍ରମାଣ କରିନୁ, ସାର୍ଟିଫାଇ ସେମିତି ଦେଇନୁ। ସାମ୍ବାଦିକତା କରାଯାଏନି ନାଇଁ ହେଲା। ସାର୍, ସାମ୍ବାଦିକତା ତ ଆମେ ବି ଆପଣ ଶିଖିଛୁ। ସେ ଶୁଣନ୍ତୁ, ଯୋଉ ଆପଣ ସାମ୍ବାଦିକତା ୱେବ ପ୍ରମେୟକୁ ଚ୍ୟାନେଲ ଆପଣ କରୁଛି ଆପଣଙ୍କର ଯିଏ ଏଡିଟର ରହିଛନ୍ତି ପଚାରନ୍ତୁ ସାର୍, ମୁଁ ଜର୍ଣ୍ଣାଲିଷ୍ଟ କାଉନସିଲ ପଚାରିଛି। ଅଫ୍ ଇଣ୍ଡିଆକୁ କମ୍ପ୍ଲେନ ଶୁଣନ୍ତୁ ହେଇଛି। ସାର୍, ମୁଁ ଆଜ୍ଞା ହଁ କରନ୍ତୁ ନା ସାର୍, କରନ୍ତୁ କରନ୍ତୁ, କଣ ଅଛି? ମୁଁ ଯଦି ଭୁଲ ଥିବି ମୁଁ ଶାସ୍ତି ପାଇବି, କିଛି ଅସୁବିଧା ନାହିଁ ତ ସେଥିରେ। ହଉ ଠିକ ଅଛି। ହଁ ମୁଁ ଯଦି ଭୁଲ ଅଛି ମୁଁ ଶାସ୍ତି ପାଇବି, କିଛି ଅସୁବିଧା ନାହିଁ।